ଆସ ମଉସା। ସେ ଭଲ ଅଛନ୍ତି ତ? ତାଙ୍କର କିଛି ହେଇନି? କିଛି କୁହନ୍ତୁ ସାର୍। ହଁ ସେ ଏବେ ବର୍ତ୍ତମାନ ଭଲ ଅଛନ୍ତି। ଓକେ। ହେଲେ ଟେଷ୍ଟରୁ ଜଣା ପଡ଼ିଛି ତାଙ୍କର ଫୁସଫୁସ୍ ଟିକେ ଇନଫେକ୍ସନ୍ ହେଇଛି। ଅଛି ମଉସା କିଛି ବିଡ଼ି ସିଗାରେଟ୍ ଏସବୁ କିଛି? ହଁ ସାର୍, ସେ ସବୁବେଳେ ବିଡ଼ି ଟାଣନ୍ତି, ଯେତେ କହିଲେ ବି ଶୁଣନ୍ତିନି। ହଉ ଜାଣିଛନ୍ତି ସାର୍, ମୁଁ ଯେତେବେଳେ ତାଙ୍କୁ ଅଳିଆ ସବୁ ଦିଏ ନେଇକି ଡଷ୍ଟବିନରେ ପକାଉ, ସେ କେବେ ବି ପକାନ୍ତିନି। ତାକୁ ନେଇଯିବେ, ସବୁବେଳେ ଜାଳିଦେବେ। ଇଆଡେ ତାକୁ ଧୁଆ କରୁଛନ୍ତି, ଇଆଡେ ବିଡ଼ି ଟାଣୁଛନ୍ତି। ସାର୍ ସେ ଭଲ ହେଇଯିବେ ତ? ହଁ ସେ ଭଲ ହେଇଯିବେ, ଆପଣ ବ୍ୟସ୍ତ ହୁଅନ୍ତୁନି। ମଉସାଙ୍କୁ କହିବେ ସେ ଆଉ ବିଡ଼ି ସିଗାରେଟ୍ କି ଏଠି ସେଠି ଜାଳିବେନି। ତାରି ଯେଉଁ ଧୂଆଁ ବାହାରୁଛି ସେଇଟା ଗୋଟେ ବିଷାକ୍ତ ଗ୍ୟାସ୍ଟା। ସେଇଟା ଆମ ଭିତରକୁ ଗଲେ ଆମ ଫୁସଫୁସରେ ମାଡ଼ ହେବ, ସେଥିରେ ଅନେକ ପ୍ରକାର ଆମର ଶ୍ୱାସ ରୋଗ ହେବ। ଆଜ୍ଞା ଦ୍ୱାରା ଆମେ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବା କରିପାରିବାନି। ଆଜ୍ଞା। ତାପରେ ଯୋଉଟା କି ମାନେ ଏଇ ମଉସା ଆସିଗଲେ। ମଉସା ଭଲ ଲାଗୁଛି? ଏବେ ଆପଣଙ୍କୁ କେମିତି ଲାଗୁଛି? ବାପା ଆଗ ଅପେକ୍ଷା ଟିକେ ଭଲ ଲାଗୁଛି। ଆଚ୍ଛା ଆଚ୍ଛା। ଆଉ ଶୁଣନ୍ତୁ, ଆଉ ବାହାରେ ଏମିତି ପ୍ଲାଷ୍ଟିକ ପଲିଥିନ୍ ଅଳିଆକୁ ଜାଳିବେନି। ଆଉ ଆଉ ଆପଣ କ'ଣ ବିଡ଼ି ସିଗାରେଟ୍ ଏସବୁ